ଦୌଡୁଛନ୍ତି କାହିଁକି? ପକ୍ଷ ରଖିବା ପାଇଁ ଭୟ, ପକ୍ଷ ରଖିବା ପାଇଁ ଶକ୍ତି ସାମର୍ଥ୍ୟ ନାହିଁ, ନିଜର ଉପରେ ବିଶ୍ୱାସ ନାହିଁ, ତର୍କ କହିଲେ ଲୁଚିକି ପଳଉଛନ୍ତି, ନହେଲେ ବିଧାନସଭାକୁ ଅବରୋଧ କରୁଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା କରିବା ପାଇଁ ପ୍ରସ୍ତାବ ଆସିଲା। ଦୌଡୁଛନ୍ତି କାହିଁକି? ଆପଣମାନଙ୍କର ଯେଉଁ ଷ୍ଟାଣ୍ଡ ହେଲା ମହିଳା ରିଜର୍ଭେସନକୁ ନେଇକରି ସେଥିରେ ବିଧାନସଭାକୁ ଫେସ୍ କରିବା ଏବଂ ବିଧାନସଭା ରେ ନିଜର ତର୍କ ଏବଂ ପକ୍ଷ ରଖିବା ପାଇଁ ଡରୁଛନ୍ତି କାହିଁକି? ଆପଣ ତ କହିଲେ ଏବେ ଆମେ ଚାହୁଁଛୁ ଯାହା ଘଟିଲା ତା ଉପରେ ଥରେ ବିଧାନସଭାରେ ଆଲୋଚନା ହଉ ଆଉ ଖୋଲାମେଲା ଆଲୋଚନା ହଉ। ଆମେ ଆମର ପକ୍ଷ ରଖିବୁ। ବିଲ୍ ଆସିଥିଲା, ସେ ବିଲ୍ରେ କେମିତି ମହିଳାମାନେ 1/3 ସ୍ଥାନ ଲୋକସଭାରେ ଏବଂ ବିଧାନସଭାରେ ପାଇଥାନ୍ତେ, ନାରୀ ସଶକ୍ତିକରଣ ବିଷୟ ଆହୁରି ମଜବୁତ ହେଇଥାନ୍ତା ଏବଂ ସମାଜକୁ ସଶକ୍ତିକରଣ କରିବା ପାଇଁ ମହିଳାମାନଙ୍କର ସଶକ୍ତିକରଣର ଆବଶ୍ୟକତା ଉପରେ ଯେଉଁ ମୂଳ ଆମର ଲକ୍ଷ୍ୟ ଥିଲା ତାକୁ କଂଗ୍ରେସ ବିଜେଡି ଏବଂ ଅନ୍ୟ ବିରୋଧୀ ଦଳମାନେ ଧରାଶାୟୀ କରିଦେଲେ। ବିଲ୍ଟା କାଟ ଖାଇଲା। ଏବେ ଯେଉଁ ପ୍ରସ୍ତାବ ଆସୁଛି ବିଧାନସଭାରେ ଆମେ ଆମର ପକ୍ଷ ରଖିବୁ ଯେ ବିଲ୍ଟା କାହିଁକି ଆଣିଥିଲୁ, ନାରୀ ସଶକ୍ତିକରଣର ଆବଶ୍ୟକତା କ'ଣ, ହେଇଥିଲେ ସମାଜ ଏବଂ ଦେଶ କ'ଣ ଲାଭ ପାଇଥାନ୍ତା। ତୁମେ ତୁମର ପକ୍ଷ ରଖୁନ। ତେଣୁ ପକ୍ଷ ରଖିବା ପାଇଁ ଭୟ, ପକ୍ଷ ରଖିବା ପାଇଁ ଶକ୍ତି ସାମର୍ଥ୍ୟ ନାହିଁ, ନିଜର ଉପରେ ବିଶ୍ୱାସ ନାହିଁ, ତର୍କ କହିଲେ ଲୁଚିକି ପଳଉଛନ୍ତି, ନହେଲେ ବିଧାନସଭାକୁ ଅବରୋଧ କରୁଛନ୍ତି ଆଉ ଗଭର୍ଣ୍ଣର ପାଖକୁ ଯାଉଛନ୍ତି। ତେଣୁ ଏବେ ବି ସମୟ ଅଛି। ଆସନ୍ତୁ ବିଧାନସଭାକୁ 30 ତାରିଖ ଦିନ ଯେତେ ଲମ୍ବା ସମୟ ଡିବେଟ୍ କରିବା ପାଇଁ ଚାହିଁବେ ଆମେ ସମୟ ଦେବୁ, ତାଙ୍କୁ ଶୁଣିବୁ, ତାଙ୍କର ତର୍କ ଶୁଣିବୁ ଏବଂ ଆମର ତର୍କ ମଧ୍ୟ ସେମାନେ ଥରେ ଶୁଣନ୍ତୁ ଏବଂ ଓଡ଼ିଶାବାସୀ ଦେଖନ୍ତୁ ଯେ ଅପରାଧୀ କିଏ, ନାରୀ ସଶକ୍ତିକରଣ ଏବଂ ନାରୀମାନଙ୍କର ପାଇଁ ସଂରକ୍ଷଣ ବ୍ୟବସ୍ଥାକୁ ଧୂଳିସାତ କରିବାରେ ଅପରାଧୀ କିଏ।